ମନ୍ତ୍ରିମଣ୍ଡଳରେ ସାମିଲ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ତଥା ମୟୂରଭଞ୍ଜର ଅନ୍ୟ ବିଧାୟକଗଣ ଏବଂ ଆମ ମାନ୍ୟବର ସାଂସଦ ନବଚରଣ ମାଝୀଙ୍କୁ ବେତନଟି ବୈଶିଙ୍ଗା ଓ ବାରିପଦାରେ ବିପୁଳ ସମର୍ଥକଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ନୂତନ ମନ୍ତ୍ରିମଣ୍ଡଳରେ ମୋରଡ଼ା ବିଧାୟକ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ ଆଜି ଅପରାହ୍ନରେ କଳମା ବୈଶିଙ୍ଗା ଓ ବେତନଟି ବାରିପଦାଠାରେ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବୈଶିଙ୍ଗାଠାରେ ସ୍ଥାନୀୟ ଭାଜପା ବିଧାୟକ ଓ ସନାତନ ବିଜୁଳିଙ୍କ ଅନୁପସ୍ଥିତିରେ ତାଙ୍କ ଘନିଷ୍ଠ କୁହାଯାଉଥିବା ଜିଲ୍ଲା ଏସ୍ସି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବ୍ରଜମୋହନ ବେହେରା, ରତିକାନ୍ତ ମହାନ୍ତ, ପ୍ରଶାନ୍ତ ସାମଲ, ସୁଦର୍ଶନ ନାୟକ, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ବେତନଟି ବ୍ଲକ ପୂର୍ବତନ ଚେୟାରମ୍ୟାନ୍ କାଳୀଚରଣ ଟୁଡୁ, ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ମଲ୍ଲିକ, ମହିଳା ମୋର୍ଚ୍ଚାର ବହୁ ସଦସ୍ୟ ସମ୍ବର୍ଦ୍ଧନା ସମାରୋହରେ ଯୋଗଦାନ କରିଥିଲେ। ଏହି ଅବସରରେ ଆଦିବାସୀ ମହିଳାମାନଙ୍କ ପକ୍ଷରୁ ପାରମ୍ପରିକ ଶୈଳୀରେ ଧୁମୁସା ମାଦଳର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ମାନ୍ୟବର ମନ୍ତ୍ରୀ ମଧ୍ୟ ଆନନ୍ଦରେ ସେମାନଙ୍କ ସହିତ ମିଶି କିଛି ସମୟ ନୃତ୍ୟ କରୁଥିବା ବେଳେ ପରିବେଶ ଖୁବ୍ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ବେତନଟି ବଙ୍ଗଳା ଛକଠାରେ ଶତାଧିକ ସମର୍ଥକଙ୍କ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଦଳର ପ୍ରମୁଖ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଦୀପ କୁମାର ପରିଡ଼ା, ଜଗବନ୍ଧୁ ପଣ୍ଡା, ରାଜକିଶୋର ସାହା, ଜୀବନ କୁମାର ପରିଡ଼ା, ତପନ କୁମାର ପରିଡ଼ା, କୁନା ମହାନ୍ତ, ଅଗ୍ରିଆ ସରପଞ୍ଚ ମିନନ୍ତୀ ସିଂ, ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଅନିନ୍ଦିତା ସାହୁ, ସଞ୍ଜୟ ବେହେରା, ଖଗେନ୍ଦ୍ର ସାହୁ, ଶିଶିର ବେହେରା, ଅଲୟ ପ୍ରଧାନ ପ୍ରମୁଖ। ବାରିପଦା ସହରରେ ପାଲବଣୀ ବାଇପାସ୍ ଠାରୁ ଜନସମୁଦ୍ର ହୋଇଯାଇଥିଲା। ସେହି ସ୍ଥାନଠାରୁ ସହର ପରିକ୍ରମା କରିଥିଲେ ଏବଂ ଜିଲ୍ଲାପାଳଙ୍କ ଅଫିସ ଯାଇ ମହାପୁରୁଷମାନଙ୍କୁ ମାଲ୍ୟାର୍ପଣ କରି ଆଶୀର୍ବାଦ କାମନା କରିଥିଲେ। ଏହିଭଳି ପୂର୍ବରୁ ଏତେ ଜନସମାଗମ କେବେ ଦେଖିବାକୁ ମିଳିନଥିଲା। ସତରେ ଯେପରି ମୟୂରଭଞ୍ଜ ମାଟିର ଜୟ ହୋଇଛି ଆଉ ମୟୂରଭଞ୍ଜର ଲଢ଼ୁଆ ପୁଅଙ୍କ ପରାକାଷ୍ଠତା ବୀରତ୍ୱର ପରିଚୟ ଦେଖିବାକୁ ମିଳିଛି ବୋଲି ମୟୂରଭଞ୍ଜ ଇତିହାସ ରହିଛି। ବାରିପଦାରୁ ଗୌରୀଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।